କୃଷକ ଭାଇମାନଙ୍କ ପାଇଁ ଗୋଟିଏ ନୂଆ ଖୁସି ଖବର। କ'ଣ ପାଇଁ କି ପିଏମ୍ କିଷାନର 18ତମ କିସ୍ତିକୁ ନେଇ ସରକାରଙ୍କ ବଡ଼ ଅପଡେଟ୍। ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ଟଙ୍କା। ସରକାର ଦେଲେ ବଡ଼ ଅପଡେଟ୍। ଜାଣନ୍ତୁ କେଉଁ ଦିନ ଖାତାକୁ ଆସିବ ପିଏମ୍ କିଷାନ ଟଙ୍କା। ଦେଶର କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଲକ୍ଷ ଲକ୍ଷ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଉଚ୍ଛଲିବାସୀ ଯୋଜନାରେ ଲକ୍ଷ ଲକ୍ଷ କୃଷକ ଉପକୃତ ହୋଇଛନ୍ତି। ହଁ ଫ୍ରେଣ୍ଡସ୍, ଯେତେ ବି କୃଷକମାନେ ଅଛନ୍ତି ସେଇ ଲୋକମାନଙ୍କୁ କୃଷକଙ୍କୁ ଖାତାକୁ ପଇସା ଆସିବ। ଆମର ଶ୍ରୀ ମୋହନ ମାଝୀ ଦେବେ, ଆମର ମୁଖ୍ୟମନ୍ତ୍ରୀ ପଇସା। ଏହି ଯୋଜନା ଫେବୃଆରୀ 2019ରେ କାର୍ଯ୍ୟକାରୀ ହୋଇଥିଲା ଏବଂ ସେବେଠାରୁ କୃଷକମାନଙ୍କୁ ସଫଳ ସହାୟତା ଭାବେ ବାର୍ଷିକ 6,000 ଟଙ୍କା ଦିଆଯାଉଛି। କେନ୍ଦ୍ର ସରକାର ଏହି 6,000 ଟଙ୍କାକୁ 3 କିସ୍ତିରେ କୃଷକଙ୍କ ଆକାଉଣ୍ଟ ଜମା କରୁଛନ୍ତି। ଏପ୍ରିଲ, ଜୁଲାଇ, ଅଗଷ୍ଟ, ନଭେମ୍ବର ଓ ଡିସେମ୍ବର, ମାର୍ଚ୍ଚ ମଧ୍ୟରେ ପ୍ରତ୍ୟେକ କିସ୍ତିରେ ଏକକ ପିଛା 2,000 ଟଙ୍କା କେନ୍ଦ୍ର ଏହି ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଓ ଯାହାର ମଧ୍ୟ ଇ-KYC କମ୍ପ୍ଲିଟ୍ ନାହିଁ, ଶୀଘ୍ର ଇ-KYC କମ୍ପ୍ଲିଟ୍ କରିଦିଅନ୍ତୁ। ଓ ଯଦି ଇ-KYC କମ୍ପ୍ଲିଟ୍ କରିନାହାନ୍ତି ତେବେ ଯାଆନ୍ତୁ ଗ୍ରାହକ ସେବା କିମ୍ବା ମୋ ଭିଡ଼ିଓ ଦେଇଥିବି ଲିଙ୍କରେ ଆପଣ ଯାଇକି ଦେଖିବେ ଇ-KYC କେମିତି ଲିଙ୍କ କରିବା ତାର ମୁଁ ସଠିକ୍ ଭିଡ଼ିଓ ବନେଇଛି। ଆପଣ ଯଦି ଏହି ଭିଡ଼ିଓ ଭଲ ଲାଗିଲା ତାହେଲେ ଚ୍ୟାନେଲକୁ ନୂଆ କରି ଆସିଥିଲେ ତାହେଲେ ଗୋଟିଏ ଭିଡ଼ିଓକୁ ଲାଇକ୍ କରିଦିଅନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ବନ୍ଦେ ମାତରମ୍।